ବହିରେ ନାହିଁ ବେଲାଳସନର ମୁଣ୍ଡ ସାର୍ ଅଛନ୍ତି ରମେଶ ସାର୍ ସାର୍ ବହିରେ ନାହିଁ ବେଲାଳସନ ମୁଣ୍ଡ ରାଜସ୍ଥାନର ଖାଟୁ ପର୍ବତ ଆଉ ଓଡିଶାର ବରଗଡର ଭଟଲିରେ ନାହିଁ ବହିରେ ନାହିଁ ପାଲାବାଲା କିନ୍ତୁ ସେ ନିଜେ କହୁଛନ୍ତି ପାଲାବାଲା ବୋଲି ମୁଁ ତାଙ୍କୁ ପାଲାବାଲା ପାଲାବାଲା କାଲି ମନା କଲେ କହିଲେ ନାହିଁ ଏମିତିଆ ବେଲାଳସନର ମୁଣ୍ଡ କୋଉଠି ପୂଜା ହଉନାହିଁ କି କୋଉଠି ନାହିଁ ମନା କରିଦେଲେ ଗଲା ଉଡେଇ ଦେଲେ କହିଲେ ଗୋଟା ମନ ଗଢା ଉକିଲିଆ ଲୋକ ତ ମନ ଗଢାକିରି ଗୋଟା ଗାୟକକୁ ଅଡୁଆରେ ପକେଇବ ମୁଁ କୁଆଡେ ହାଇକୋର୍ଟରେ ଚେୟାର ଟେବୁଲ ଗଣେଇ ମୁଁ କୁଆଡେ ଚେୟାର ଟେବୁଲ ଗଣେଇ ଆରେ ଚେୟାର ଟେବୁଲ କିଏ ଗଣେ ସେଇ କାହିଁ କହିଲେ ନହେଲେ ଚାକିରି ପଳେଇବ ସ୍କୁଲ ଛୁଟି ହବ ପିଲା ଘରକୁ ଯିବେ ଇଏ ଚେୟାର ଟେବୁଲ ଗଣି ରଖିବ ଗୋଟାଏ ଦାଦରୁ ହଜିଯିବ ଯଦି ସ୍କୁଲ ପରିଚାଳନା କମିଟି ଅଛି ଏହାକୁ ମାରି ବସିବ ବିବୁଧ ପ୍ରବର ଶୁଣୁଥିବେ ସମସ୍ତଙ୍କୁ ଆଜ୍ଞା କଲ୍ୟାଣ କରନ୍ତୁ ପ୍ରଭୁ ସତ୍ୟନାରାୟଣ ମୋର ଗୋଟିଏ କଥାରେ ମୁଁ ଯିବି ବେଲାଳସନର କଟା ମୁଣ୍ଡ ସାର୍ କ୍ଷମା କରିବେ ମତେ ଆଜ୍ଞା ବେଲାଳସନର କଟା ମୁଣ୍ଡ ରାଜସ୍ଥାନର ଖାଟୁ ପର୍ବତରେ ଓଡିଶାର ଭଟଲିରେ ଅଛି କି ନାହିଁ ଏଇ ଗୋଟିଏ କଥା କାଲି ସିଏ ବିଲକୁଲ ମନା କଲେ ଇଏ କୋଉ ବହିରେ ନାହିଁ ସାର୍ ଟିକେ ମୋ ପାଖକୁ ଆସିବେ ଦୟାକରି ସାର୍ ଦୟାକରି ସାର୍ ସାର୍ ଓଡିଶାର ବିଭିନ୍ନ ପୀଠ ଏଇଟା ସାର୍ ଗୋଟା ବହି ବେଲାଳସନର ମୁଣ୍ଡ ନାହିଁ ସାର୍ ଆପଣ ତ ଆମ ଗୁରୁ ତାଙ୍କ ସିଏ କହିଲେ ଆପଣ ତାଙ୍କ ଗୁରୁଙ୍କ କ୍ଲାସମେଟ ଆମର ଗୁରୁ ଆମର ଆଡଭାଇଜର ପ୍ରତ୍ୟେକ କଥାରେ ଆପଣଙ୍କ କଥା ଆମେ ମାନିଛୁ ଆଜ୍ଞା ସାର୍ ବେଲାଳସନର ମୁଣ୍ଡ ନାହିଁ ଆଜ୍ଞା ସାର୍ ପଢିଲେ ଲେଖା ହେଇଛି ବେଲାଳସନ କଟା ମୁଣ୍ଡ ପୁଣି ଅଛି ରାଜସ୍ଥାନର ଖାଟୁ ପର୍ବତ ଓଡିଶାର ଭଟଲିରେ ପୂଜା ପାଉଛି ମହାଭାରତର ବେଲାଳସନ କଟା ମୁଣ୍ଡ କଳି ଯୁଗରେ ଶ୍ୟାମ ବିହାରଜୀ ଭାବରେ ପୂଜିତ ଭାରତରେ ଶ୍ୟାମ ବିହାରଜୀଙ୍କର ଦୁଇଟି ମନ୍ଦିର ରହିଛି ଗୋଟିଏ ରାଜସ୍ଥାନର ଖାଟୁରେ ଓ ଅନ୍ୟଟି ଓଡିଶାର ଭଟଲିରେ ଆଉ ଦୋଷା ଦୋଷ ଥିଲେ ପଣ୍ଡିତ ମଣ୍ଡଳୀ ମୋର କରିବେ ମାର୍ଜନା ଆଜ୍ଞା ଯୋଉଠି ଯାହା ଅସୁବିଧା ହବ ବହି କାଢିକି ଦେଖେଇବା ମୋର ନିଜ ସ୍ୱଧର୍ମ ବେଲାଳସନ ମୁଣ୍ଡ କୁଆଡେ ନାଇଁ ପୂଜା ହଉ ଆଉ କହିଥିଲି କଟା ମୁଣ୍ଡ ଚାରି ଯୁଗରେ କଥା କହିଲା ସତ୍ୟରେ କଥା କହିଲା ଆଉ ମୋର ତ୍ରେତୟାରେ କଥା କହିଲା ଦ୍ୱାପରରେ କଥା କହିଲା କଳି ଯୁଗରେ ଗୋଟା କଟା ମୁଣ୍ଡ କଥା କହିଲା କହିଥିଲି କଟକ ଜିଲ୍ଲାର ଗୋଟାଏ ବ୍ଲକରେ ଏ କଟା ମୁଣ୍ଡ କଥା କହିଛି ଉତ୍ତର ଆସିଲା ବାଂଲାଦେଶରେ ଗୋଟାଏ ଗୁଣିଆ କିଏ ସେ ଥିଲା ତାକୁ କାଟିକିରି କୁଆଡେ କାଢିକି ସେ ବଳି ଦେଲା କଟିଗଲା ପରେ ସେ
ସେ ଗୁଣିଆ କଥା କହିଲା ହେଲା କାଳିଙ୍ଗୀ କହିଲା ମୋ ମୁଣ୍ଡକୁ ଆଉ ଥରେ ଯୋଡ଼ି ଦିଅ ଓ ଯୋଡ଼ି ଦିଅ ହାୟ 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 ଯାହା ହଉ ଚଳୁଛି ତମର ସଂସ୍ଥା ଚାଲୁ ଆମ କଟକରେ ଆଉ ଚାରେଣୀ ଆଠେଣୀ ଚଳୁନି ହେ ତମର ଚଳୁଛି ଆଉ ସଂସ୍ଥା ଚାଲୁ ର ହଁ ଇଏ ହେ ଏ ସଜ୍ଜନ ଓ ଆଉ ଗୋଟା କହିଥିଲି ଶକୁନି ହଁ କେମିତି ସେ ଘରେ ବଞ୍ଚିଲା ଏତେ ଗନ୍ଧେରେ ହଁ ହଁ ହେଲା ହେଲା କାଠି ତିନିଟା ଏ ଶେଷ କାଠିଟା ହେଲା ହେଲା ଜମା ହବ ମାଲ କାଇଁ ଜିନିଷ କାଇଁ ମୂଳେ ହବ ନାହିଁ ଓ ଖାଲି ଉପରେ ଶେଷ ଯାଏ ହବ ନାହିଁ ଯୋଉଠୁ ବୁଝିଲେ ବି ହବ ନାହିଁ ବାହାରି କହିଲି ହେ ଆଜିର ପ୍ରଶ୍ନ ଆପଣ ମାନଙ୍କ ମନକୁ ହୁଏତ କଣ ପାଇପାରେ ବା ନ ପାଇପାରେ ହଁ ଆପଣ ଭାବିବେ ଏ ଇଏ ଗୋଟା କଣ ଗୋଟା କହିଦେଲେ ଆଉ ହଁ ସିଏ କହିଲେ ଏ ଏଇ ଯୋଉ ଲାଖ ବିନ୍ଧା ହବ ହଁ ଯେ ଧନୁଟା ହଁ ମୁଁ କହିଛି ସମସ୍ତେ ସମସ୍ତଙ୍କର ଧନୁ ନେଇକି ଯାଇଥିଲେ ବେଶ ଯଦି କହିବେ ହଁ କାଲି ଆଇଲେ ତମେ ଜାଣିନା ଏ ସେ ଧନୁ ଗୋଟା ଛୁଆ ହେଇଥିଲା ହଁ କୋଉ କୋଉ ମହାଭାରତ ତାକୁ କିନ୍ଦୁର ଧନୁ କହିଲା ଓ ସେ କହିଲା ହାୟ 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 ଆଉ କୋଉ କୋଉ ମହାଭାରତରେ ସେ ଧନୁ ନାମ ମତ୍ସ୍ୟଜୋନି ପରା ହେଲା ହେଲା ଓ ସେଇ ହେଲା ହାୟ 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 ତମର ବିବୁଧ ପ୍ରବର ଶୁଣୁଥିବେ ସେଇ ମନ ହୋ ସେଇ ମନ ହାୟ 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 ସବୁ ଆଜ୍ଞା ଦୟା ରଖିଥାନ୍ତୁ ପ୍ରଭୁ ସତ୍ୟନାରାୟଣ ସ୍ଥାନ କାଳ ପାତ୍ର କଣ ହଁ ଚୌପଦୀ ବୋଲିଲା ବେଳେ ମୋର କୁଆଡେ ପ୍ରେମ ଭାବ ଆସୁନି ଆଏ ନା ନା କାଠ କୋଉଠି ପ୍ରେମ ମୋର ଆଉ ନାହିଁ କୋଉଠି ରସ ନାହିଁ କୋଉଠି ନା হ্যাঁ ତାଙ୍କ ଠାଇ ଚୌପଦୀ ବୋଲିଲା ବେଳେ ମୋର ଆଉ ପ୍ରେମ ଭାବ ଆସୁନି ତାଙ୍କ ଠାଇ ରସ ଅଛି ହୟୋ ଓ ରାଜା ମାନେ ଦ୍ରୌପଦୀ କି ଦେଖିକି ଭାବିଲେ ସଖୀ ମେଳେ ରାଜଜେମା ହୋଇଛି ଠିଆ ଅନ୍ୟରେ ତମ ପାଲା ତମ କେମିତି ପଇସା ଭୋଗ ହଉଛି ସଖୀ ମେଳେ ରାଜଜେମା ହୋଇଛି ଠିଆ ମୁଖ ଦିଶୁ ଅଛି ଯେନେ ଚନ୍ଦ୍ର ଉଦିଆ ଦ୍ରୌପଦୀ ଗାଧାନ୍ତିନି ହାଇ କଣ ଦ୍ରୌପଦୀ ଗାଧେଇ ନାହିଁ ଆମ ଘରେ ଯୋଉ ଟ୍ୟାପ ପାଣି ଅଛି ହଁ ଆମ ଗାଁରେ ପୋଖରୀ ଅଛି ନଈ ଅଛି ହଁ ବାମ୍ଫି ଅଛି ହଁ ଟ୍ୟୁବଲ ଅଛି ଏଇ ଦ୍ରୌପଦୀ ପାଣିରେ ଗାଧାନ୍ତିନି ତୁ ଯେ ପାଣିରେ ଗାଧାଇ ନା କୋଉଥିରେ ଗାଧାଇ হ্যাঁ ଅଗ୍ନିରେ এই ଦ୍ରୌପଦୀ ପାଣିରେ ସ୍ନାନ କରନ୍ତିନି না না ଅଗ୍ନିରେ ସ୍ନାନ କରୁଥିବା হ্যাঁ ଗୋଟାଏ এই ଅଗ୍ନି ସମ୍ଭୂତା নিয়ারে গাধাই ଯଜ୍ଞରୁ ଉତ୍ପତ୍ତି ଯାହାର ও ତାଙ୍କୁ ଦେଖିକିରି ଇଏ ଭାବିଲେ ସଖୀ ମେଳେ ରାଜଜେମା ହୋଇଛି ଠିଆ ପୁଣି ଦ୍ରୌପଦୀ ଉଠିକି ନାଚୁଛନ୍ତି ମୁଖ ଦିଶୁ ଅଛି ଯେନେ ଚନ୍ଦ୍ର ଉଦିଆ ହଉ ହଉ কি ডান্স ହଉ ଏ ସଜ୍ଜନ হ্যাঁ କାଲିର ରସ ତମର ହଉ ଇଏ ମନା କରୁଛି কাছু পূজা হউ নাই তোমার ରସ ମୋର ଜମା ନ ହଉ ତମର ସେମିତି ହଉ ତାଙ୍କର ରସ ବୋଝେଇ ହେଇଛି ଇଏ ଓ ପୁଣି ଗୋଟେ ଆଜିର ପାଲା ଆରମ୍ଭ ହେଲା ସାର୍ ମୂଳକୁ ଆସିଆ ଚାଲ ଗୁରୁପାଦ ପଦ୍ମ ନୌକା রতিনা হে গুরু একা গুরু বাবা পদ্মলুকা হে কর্ণধার দিনা হে গুরু একা গুরু পাদ পদ্মলুকা ଇଏ হে କୃଷ୍ଣ ବନ୍ଦେ ଜଗତ ଗୁରୁ গুরু କୃଷ୍ଣଙ୍କର ଆଉ ଗୁରୁ ନଥିଲେ କେହି হে କୃଷ୍ଣଙ୍କର ଗୁରୁ ନଥିଲେ କୃଷ୍ଣ ବନ୍ଦେ ଜଗତ ଗୁରୁ ଏ ଜଗତ ଗୁରୁଙ୍କୁ କୃଷ୍ଣ হ্যাঁ ବନ୍ଦନା କଲେ হে ସଜ୍ଜନ ও ଗୁରୁର ଆବଶ୍ୟକତା କାହିଁକି ପଡେ ଆଜ୍ଞା ଗୁରୁ କିଏ হে କଣ କରିବେ হ্যাঁ ଭୀମ ଭୋଇ କହିଲେ ସୂର୍ଯ୍ୟ ବିନା ଅନ୍ଧାର ଦୂର